କଣ କରୁଛ ହ୍ୟାଲୋ। ଏମିତି କଣ କରୁଛ ଫୋନ ଉଠେଇ ହଁ ପାରୁନ? ଏଁ କଣ? କଣ ଏମିତି କରୁଛ ଯେ ଫୋନ ଟା ଉଠେଇ ପାରୁନ? ମୁଁ ଯାଇଥିଲି ସିଆଡେ ଇଏ କରୁଥିଲି କଣ କହିଲ ଶାଗ ଆଣିକିରି ବାଛୁଥିଲି ସଜନା ଶାଗ। ହୁଁ। କହୁନ ଶୋଇନ? ନା ନିଦ ହେଲାନି ପୁଣି ଉଠିକି ଆଇଲି। ତମେ ତ ସେମିତି ହ୍ୱାଟସଆପ ରେ ନାଟ କରୁଛ ହେଲାନି। କାହା ସାଙ୍ଗେ ନାଟ କଲି? ତମେ କାହା ସାଙ୍ଗରେ ମୁଁ ଜାଣିନି ହ୍ୱାଟସଆପ ରେ। କିଛି କରିନି ରେ ହ୍ୱାଟସଆପ ରେ। ମୁଁ ବସିଥିଲି ଦେଖୁଥିଲି ୟୁଟ୍ୟୁବ ହୁଁ ଦେଖୁଥିଲି ଫେସବୁକ୍ ଦେଖୁଥିଲି। ହଁ। ଇନଷ୍ଟାଗ୍ରାମ ଦେଖୁଥିଲି। ଆଉ ହ୍ୱାଟସଆପ ରେ ଷ୍ଟାଟସ ଦେଖୁଥିଲି। ହଁ। ଏଇ ସବୁ ଆଉ। କଣ ସେତିକି ବେଳଠୁ? ହଁ। 2 ଘଣ୍ଟା ହେଇଗଲା। ସେ କେମିତିଆ ଷ୍ଟାଟସ ଦେଖା ହଉଥିଲା କି? 2 ଘଣ୍ଟା କୋଉଠି ମୁଁ ହ୍ୱାଟସଆପ ରେ ଥିଲି କାଇଁ ମିଛ କହୁଛ କହିଲ? କାଇଁ ମିଛ କହୁଛି ଆଁ 10ଟା ବେଳଠାରୁ ଆଖଡା ଜମେଇଛୁ ଫେରେ ଆସିକି କେଇଟା ବାଜିଲେଇ ବା ମୁଣ୍ଡ ଖରାପ କରୁଛ। କିଛି ନ କହିଲା ବେଳକୁ ବେଶୀ ଇଏ ଦେଖେଇ ଯାଉଛ। ମିଛୁଆ କୋଉଠିକାର। କଣ ରୋଷେଇବାସ ସଇଲାଣି ଖାଇବାକୁ ଦଉନ? ଆସୁନ ଶାଗ ଡାଲି ହୁଁ। ମାଛ ଭଜା। ଇଲୋ ବାପା ଆଉ କଣ? ହୁଁ। ଆଉ କଣ? କିଛି କହିବ ମାନେ ଚୁପ ହେଇକି ଲାଇନରେ ରହିବ ହେଲା। କାହିଁକି? ଦେଇ କୁହ ସେ କାଟିଦେଲା କୁହ। ଆଉ କଣ କରୁଛ? ଆଉ ଶାଗ ଭାଜିଛି ମାଛ ଭାଜିଛି ଡାଲି ହୁଁ। ତାପରେ ଟିକେ ଖଟା ଟିକେ ଦଳା ହବ ଆଉ ପାଗ ହବ ଆଉ। ହୁଁ। ସେଇଟା ନହେଲେ ଭାତ ଖାଇ ହଉନି। ହୁଁ। ତମେ ତ ଖାଇ ଦେଇଥିବ ମାଛ ଭଜା ଭାତ ଖାଇକି ଶୋଇଛ ଆଉ କଣ? ନାଇଁ ମୁଁ ପଖାଳ ତାରି ଖାଇଥିଲି। ଭିତରେ ମୁଁ ଆଳୁ ଚଟଣି କରି ପଖାଳ ଖାଇସାରିଲିଣି ଜାଣିଛ ନା ନାଇଁ? ହୁଁ। ହଁ ବା। ଏ ମହା ଚାଲାକିଆ ଅଛି। ଯେତେବେଳେ ତମ କତିକି ପଠଉନଥିଲି ହୁଁ। ସେତେବେଳେ ମୁଁ ଆଳୁ ଚକଟା କରି ଖାଇସାଇଲିଣି। ହଉ ଖାଅ। ମାନେ ଚଟ ମଙ୍ଗନ ଫଟ ବିହା। ତମକୁ ବି ଇଏ ଜିନିଷ ଜଣା? ୟସ୍। କଣ ନ ଜାଣିଛ ମତେ କହିଲ? ମୁଁ ସବୁ ଜାଣିଛି ଫେରେ କିଛି ଜାଣିନି। ବୁଝିଲ ୟ ହବନି ଆଉ ପୁରା କଣ ନଷ୍ଟ ପୁରା ନଷ୍ଟ ତମେ। କୋଉଠି ହେଲା ମୋର? ତମକୁ କହିଛି ନା ଏବେ ଟଲର ଚାଲୁଛି ଆଗକୁ ଫିଲ୍ମ ଚାଲିବ। ତମେ ଖାଲି ଦେଖିବ। ହୁଁ ଆଉ ଦେଖିବି କରିବିନି କିଛି। ସେଇଟା ମେନେ ଫେରେ ତାହାରି ପାଇଁ କି ସବୁ ଏତେ ନାଟ। ବରକୋଳି କାହିଁ ହବନି ବରକୋଳି ଏବେ ହୁଏ ନା କେତେବେଳେ ହୁଏ? ଏବେ ବରକୋଳି ମାନେ ହେଲାଣି ତାର ହେଇଯିବଣି ବଡ ବଡ। ହୁଁ ଆମର ଗଛ ଥିଲା ଆମ ଗଛ ହଣା ହେଇଗଲା ଲୋ। ଗଛରେ କାହିଁ ନାହିଁ ନା କଣ ମତେ କାହିଁ ଦିଶୁନାହିଁ। ତମର ଗଛ ଅଛି ହୁଁ ହେଇଥିବ ବହୁତ ଆଉ। ହେଇଥିବା କାଇଁ ଦିଶୁନାହିଁ ମତେ ନାଇଁ ହେଇନି ମତେ କି କଣ। କାଳେ ମାଗିବାକୁ ପଡିବ ଆଗରୁ ପାଣି ପକେଇକି ନିଭେଇ ଦେଲେ। ନାଇଁ ଲିଭେଇନି ମୁଁ ତମକୁ ପଚାରୁଛି ମୁଁ କହୁଛି ଏବେ ହୁଏ ନା କେତେବେଳେ ହୁଏ? ନାଇଁ ହୁଏ। ଆଉ ହୁଏ ପୁଣି ଇଏ ହେଇନି କାହିଁକି? କୋଉ ବର୍ଷ ହୁଏ କୋଉ ବର୍ଷ ନ ଏଇଟା ନୂଆ ଗଛ ନା ପୁରୁଣା? ବହୁତ ପୁରୁଣା ଗଛ ଇଏ। ତାହେଲେ ବଡ ବଡ ହଉଥିବ ଫଳ ଏହେ ଭଳିଆ। ହଁ ବଡ ବଡ ହୁଏ ପୁରା ମିଠା ଲାଗେ ଯେ ହୁଁ। କିନ୍ତୁ ହେଇନି କାହିଁକି? ଆମର ଏପଟେ ଜୟପୁର ଯୋଉ ହୁଁ। ସେପଟେ ଯୋଉ କଣ ବା ତା ନଈ କୂଳିଆ ସେପଟରେ ଅନେଇଲ ତମେ କୋଳି ତୋଳି ପାରିବ ନାଇଁ ରେ। ହୁଁ। ପୁରା ଛୋଟ ଛୋଟ ଗଛ ଗୁରା କଣ ଏତେ କୋଳି। ହେ ହାଇବ୍ରିଡ ଗଛ ନା ହେଇଥିବ। ବେ ଭୂଇଁ ବରକୋଳି ସେ। ହଁ କଣ ହେଇଥିବ ଆଉ। ମାନେ ତୋଳି ପାରିବନି ମୁଁ ବା କହୁଛି ଏତେ କୋଳି ହେଇଥିବ ତମେ ତୋଳି ପାରିବନି। ହୁଁ ତମର କୋଳି ଦିଟା ଅଛି ଟି ନା ତାକୁ ବି କିଏ ଖାଇ ଦେଇଛି? ନାଇଁ ତାକୁ କିଏ ଖାଇବ ତାକୁ ଅଂଶୁ ଖାଇବ। ହୁଁ ନାଇଁ ତାକୁ କାଳେ କିଏ ଖାଇ ଦେଇଥିବ କାମୁଡି ଛିଣ୍ଡେଇ ନାଇଁ ଦେଇଥିବ। କେହି ଖାଇନାହାନ୍ତି ଅଛି ଠିକ ଅଛି। ଫାଷ୍ଟ ଚନ୍ଦ୍ର ଖାଇଥବ ତାପରେ ବଚା ଖାଇଥବ। ତାପରକୁ ତାପରକୁ ଅଇଁଠା ଟା ମୋ ଭାଗ୍ୟରେ ପଡିବ ଆଉ କଣ। ହେ ଶୁଣ ସିଏ ଅସରନ୍ତି ଭଣ୍ଡାର ଯେତେ ଖାଇଲେ କଣ ସରି ଯାଉଛି ଚମ ଘାସ ନାହିଁ ଦୋଷ। ହୁଁ। ଆଉ ଏତେ ଦୋଷ କୋଉଠୁ ଆଇଲା ବା ଆଁ। ହଁ ଠିକ କଥା। ତାପରେ ଦ୍ରୌପଦୀ ହୁଁ। ତାଙ୍କର କେଇଟା ସ୍ୱାମୀ? ହୁଁ। ଆଁ ସ୍ଵୟଂ ଭଗବାନ ତ ଏମିତି କହୁଛନ୍ତି ଆମେ ତ ସାମାନ୍ୟ ମାନବ।
ମାନବ ନୁହଁ। ଇଆ ଭଗବାନ ଏମିତି ହଉଛନ୍ତି। ତାର ମହାଦେବ ଦେଖୁନ ପ୍ରେମ କରୁଛନ୍ତି ଆମେ ଏକା ଗୋଟେ ଠାକୁରଙ୍କୁ ଛାଡିକିରି କୋଉଟା ଯୋଉ ହନୁମାନ ଛାଡିକି ସେ ତ ଚାରି ବ୍ରହ୍ମଚାରୀ ଆଉ ନା ମୁଁ ଜାଣିଛ ଗୋଟେ ଆଁ ମୁଁ ହେଇଯିବି ବ୍ରହ୍ମଚାରୀ। କାହିଁକି ବା ହଁ ଭାବୁଛି ହେଇଯିବି ମାନେ ସବୁ ତ ଜାଣିଲି। ବାହା ହେଲେ କିଳା ନହେଲେ କିଳା। ଆଉ ତମେ ପୁଣି ସେମିତି ନ ହେଇକି ତ ଏମିତି ଯୋଉ କିଳା ନଉଛ ନା ନାଇଁ ମୁଁ ତମକୁ କେମିତିଆ କିଳା ଦଉଛି କହୁନ। ହୁଁ ତମେ ରାଗୁଥବ ଏଟା ଶାଢୀ ଗୋଟେ ପିନ୍ଧିବ ବୋଲି ବାଳକୁ ଏମିତିଆ ଶାଢୀ ଇଏ କର ସିଏ କର ବାଳ କାମ କର ନା ନାଇଁ। ନା ସେଇଟା ନୁହଁ କିନ୍ତୁ ଇଏ ଶାଢୀ ଗୁଡା ମତେ ସତରେ ପସନ୍ଦ ନୁହଁ। ଏ ତମର ପୁଣି ଖାଲି ପସନ୍ଦ ଜାଲି। ସେଇଆକୁ ତ କଲ ନା ଉପରେ ସୂତା ଶାଢୀ ଖଣ୍ଡେ ପିନ୍ଧିବ ଭଣିଆ ଯେମିତି ଲାଗିବ ହଁ ଗୋଟେ ସ୍ତ୍ରୀ ବା ଲୋକ କି। ହଁ ହଁ ଆମେ କଣ ଦର ବୁଢୀ। ହୁଁ ନାଇଁ ଅଧେ ଅଧେ ପେଟ ଦେଖେଇ ଅଧେ ଛାତି ଦେଖେଇ ବୁଲିବ ଆଉ। ଆଉ ତମେ ମାନେ ଦେଖିବ କେମିତି ଆଁ ତମର ତ ମାନେ କଣ ମାନେ ତ ମୁଁ ତ ଦେଖିବି ନା ଆଉ କାହାକୁ ପୁଣି ପଟେଇବ। ନାଇଁ ସେମିତି କିଛି ନାହିଁ ଆଉ ତମେ ବି ହୁଅ। ହଉ ଯାହା ଇଚ୍ଛା କର। ମୋ ପାଇଁ ସେଇଟା ବି କିଣିଲ ନାଇଁ। ସେଇଟା ମଗେଇନି ସେଇଟା 3 ଛାଡି ମଗେଇବି। ଶାଢୀ ଆରେ ନୁହଁ ଆରେ ଶୁଣ ୟାର ପେମେଣ୍ଟ ଟା ଆସିଲେ ସେଇଟାକୁ ମାରିଦେବି। ନାଇଁ ସେଇଟା ନୁହଁ ସେଇଟା କଥା କହୁନି କାଲି ଯୋଉ କହିଥିଲି ଯୋଡାଏ ଜିନିଷ। କୋଉଟା ଯୋଡାଏ ଜିନିଷ। ତମେ କହିଲ ମାମୁଁ ଦୋକାନ ଅମକ ଓହୋ ସେ ଜିନିଷ ହୁଁ ସେଇଟା ଦୋକାନରୁ କିଣିଦଉନ ସେଇଟା ଅନଲାଇନ କଣ ମଗେଇବ। ଶୁଣ ଗୋଟେ କଥା ନିଜେ ଭାବିଲ ଇଏ ଜାଣିନ ତତେ ଜାଣି ଇଏ ଶଳା ଟା ନେଇକି ଆକୁ କଣ କରିବ। ହୁଁ ଠିକ କଥା। ଆ ସିଏ ସେମିତି କିଛି ନାହିଁ ଚିହ୍ନା ଦୋକାନକୁ ତମେ ଜମା ବି ଯିବନି। ହଁ ବୁଝିହେଲା। ଏଇ ତ ଜୀବନ ଦକ୍ଷିଣୀ ହ୍ୟାଲୋ ପବନ। ଉଁ ତମେ କଥା ହେଲା ବେଳେ ତମ କଥା ଶୁଣିଲା ବେଳେ ମତେ ଖାଲି ନିଦ ମାଡୁଛି। ହଁ ଆଉ ତମେ ଶୋଇପଡ ତମେ ଯାହା ହ୍ୱାଟ୍ସଆପ ଖେଞ୍ଚ ମୁଁ ରଖୁଛି ହେଲା ମୁଣ୍ଡ ଟା ଖରାପ କରୁଛ ବସିକି। ମୁଁ କଣ ତମ କଥା ମୁଣ୍ଡ ହେଲା ଖରାପ କଲି? ଆଉ ମୁଁ କଥା ହେଲା ବେଳକୁ ମୁଁ ଯାଉଛି ଶୋଇବି ଶୋଇବାରେ ନାଟ ନାହିଁ ଜଳ ଜଳକିରି ଅନେଇକି ଖାଲି ମୋବାଇଲ କେଞ୍ଚା ମରା ହଉଛି। ତମେ ଭାବୁଛ ମୁଁ ଜାଣିନି ନା କଣ। ଆରେ ମୋବାଇଲ ନ କେନ୍ତ ମୁଁ ତମ ମାନେ ମେସେଜ ତମକୁ ନ ଜଣେଇଥାନ୍ତି ତମେ ଯଦି ମେସେଜ କରିଥାନ୍ତ ମତେ ରିପ୍ଲାଏ ତମେ ନ ମିଛ କାଇଁ ଦେଇଥାନ୍ତ। ମତେ କହୁଛ ତମେ ତ କହିବ ମୁଁ ଶୋଇବି ଟିକେ ଆରେ ରେଷ୍ଟ ମତେ ନଉନ। ସତରେ ନିଦ ଲାଗୁଥିଲା। କିନ୍ତୁ ଭଣିଆ ଖଟରେ ପଡିଲା ବେଳକୁ ମୁଁ ହେଲେ ବସିଛି ମତେ ନିଦ ଲାଗୁଛି କିନ୍ତୁ ଯେମିତି ଶୋଇପଡିବି ମତେ ନିଦ ଲାଗୁନି। ଶୀତ ମୁଁ କରିବି କଣ ମତେ କହିଲ। ତମକୁ କଣ ହେଇଛି ସେ ରୋଗର ମୁଁ କିଛି କହିପାରିବିନି ସେଇଟା କେବଳ ମୁଁ। ବସିଲା ବେଳକୁ ନିଦ ଲାଗୁଛି ଶୋଇ ପଡିଲା ବେଳକୁ ନିଦ ହଉନି। ତା ମୁଁ ଯୋଉ କାରଣ ଟା ଫୁଲ ଫୁଲ କରିଛି ପଠେଇଛି ତମକୁ କତିକି ଭଲ ଲାଗୁନି। ତା କିଏ କରିଛି କି ତମେ କରିଛ? ମୁଁ ଏଇକା କରୁଥିଲି ବସିଥିଲି ଗାରଉ ଗାରଉ ଗାରେଇ ଦେଲି। ପାପୁଲିରେ ତୋ ନା। ନା ସେଇ ଯୋଉ ପୁତୁରାର ପୁଅ ନୁହଁ ଆଁ ହୁଁ ସିଏ ଗୀତ ବୋଲିବ କହିବ ଗାରଉ ଗାରଉ ଗାରେଇ ଦେଲି ଗୁନୁ ପାପୁଲିରେ ନା ମୁଁ କହିବି ଆଉ କାହା ପାପୁଲି ନାହିଁ ତତେ ମୋରି ପାପୁଲି ମିଳୁଛି। କୋଉ ପୁତୁରାର ପୁଅ? ପୁତୁରା ମାନେ ମୁଁ ଏଇଠିକାର ଦେଢଶୁରର ପୁଅ। ହୁଁ ପୁତୁରା ବାହା ହେଇ ତାର ନାତି ଜାଣିଥାଉ ମୁଁ ଆଈ ମା ହେଲେଣି। ହୁଁ କିନ୍ତୁ ନିଜର ନାହିଁ। ହୁଁ ସାତଟା ଭାଇରେ ମୁଁ ଏକା ସାନ ବୋହୁଟି। ପରିବାର ବଡ ଆଗରୁ ସବୁ ସେମିତି ହଉଥିଲା ଜନ୍ମ କରି ପକଉଥିଲେ। ଏବେ ତ ଗୋଟାଏ ଜନ୍ମ ହେଲା 10ଟା ଜନ୍ମ କରିବାକୁ ଇଚ୍ଛା ହଉନି ଖାଲି ହଁ ତାମାନେ କିନ୍ତୁ ତମ ମୁଁ କିନ୍ତୁ ତାମାନେ ଗୋଟେ ତମ ରଖିବି ଶାଶୁ ଯିଏ ହଁ ମାନେ କଣ ମାନେ ତମ ପାଖରେ ରୁହନ୍ତି ସେ ନା କଣ? ହଁ ଆମର ଶାଶୁ ହଉଛନ୍ତି 3ଟା। ମାନେ ସିଏ ହଉଛନ୍ତି ଶୁଣ କହୁଛି ଶାଶୁ ଘର କଥା କହୁଛି ଶାଶୁର ଯୋଉ ଶ୍ୱଶୁର ଯିଏ ନୁହଁ ହଁ ତାଙ୍କ ମା ର ସେ 3 ଭାଇ। ହଁ ମୋ ଶାଶୁର ଯିଏ ଆମେ ହଉଛୁ 2 ଭାଇ 2 ଭଉଣୀ ଆମେ 4 ଜଣ ହେଲା। ମାନେ କଣ ଶ୍ୱଶୁରର ମାନେ ଶ୍ୱଶୁର ତମ ଶାଶୁରର ପୁଅ କେତେଟା 2ଟା? ଗୋଟେ ପୁଅ। ଆଉ ଝିଅ ନାହାନ୍ତି? ଝିଅ ଗୋଟେ ଆଗ ଶାଶୁର ହଉଛି ପୁଅଟେ ଝିଅଟେ। ଓ ତମ ମାନେ ଶ୍ୱଶୁର ତା ମାନେ 2ଟା ବାହା ହେଇଥିଲା? 4ଟା। କଣ ତମ ଶ୍ୱଶୁର 4ଟା ବାହା ହେଇଥିଲା? ତା ଇଞ୍ଜିନ ସେଇଟା ନା କଣ ବା ଡବଲ ଇଞ୍ଜିନ? ହଁ ସିଏ କିନ୍ତୁ ନାହିଁ। ସେଇଥିପାଇଁ ମରିଗଲା ଜଲଦି ଆଉ।
ଏମିତି ଶୁଣ ମାଇକିନା ସବୁ ଅଛନ୍ତି? ଦିଟା ଅଛନ୍ତି ଆଉ ସବୁ ମରିଯାଇଛନ୍ତି ଦିଟା। ସାଲା ସଉତୁଣୀ 4ଟା ଏକା ସାଙ୍ଗେ ରଖି ଜଗିଥିଲା ସିଏ କି? ସବୁ କେହି ନାହାନ୍ତି ଏକା କେବଳ ନିଜ ଶାଶୁ ଯିଏ ଏଇ ସାନ ସିଏ ସବୁ କିଏ ମରିଯାଇଛି କିଏ କୋଉଠି ପଳେଇଛି ଛୁଆ ଛାଡି ଏମିତି ସବୁ। ହେଲା। ହଁ। ତାପରେ ଇଠିକା କଥା କହୁଛୁ ଯୋଉ କହୁନି 6 ବୋହୂରେ ମୁଁ ସାନ। ହଁ ଯିଏ ଶ୍ୱଶୁରଙ୍କର ବଡ ଭାଇର ଯିଏ ତାଙ୍କର ହଉଛନ୍ତି କେଇ ପୁଅ କହିଲ 3 ପୁଅ। ହଁ। ତାପରେ ଆଉ ଗୋଟେ ଯୋଉ ଆଉ ଗୋଟେ ଶ୍ୱଶୁର ଘର ସିଏ ବି ସେଇ 3 ପୁଅ 6 ଭାଇ ହେଲା। ହଁ। ତାପରେ ମୋ ଶାଶୁ ଯିଏ ସାନ ଶ୍ୱଶୁର ଯିଏ ମୁଁ ହଉଛି ଆମେ ତ ଏତିକି ମୁଁ ତମ ଏ ହିସାବ ଟା କେମିତି ଦେବି ମୋ ମୁଣ୍ଡ ଖରାପ ହେଇଯାଉଛି। ହୁଁ। ହେଲା। ତାମାନେ ସେ ଶ୍ୱଶୁର ତମର 4ଟା ବାହା ହେଇଥିଲା। ହେ ସେ କୁହନି ଶଳା କୁହନି ତାର ସେଇଟା ଇଞ୍ଜିନି ନା ସେଇଟା କଣ ସେଇଟା ଡବଲ ହରିଣି। ମୁଁ କିଛି ବୁଝିପାରୁନି। ହଁ ବା। ସେଟା ଇଞ୍ଜିନ ନୁହଁ ସେଇଟା ହଉଛି କଣ କହିଲେ ସେଇଟା ଗୋଟେ ମାନେ କଣ ବନ୍ତଳ କଦଳୀ। ହଁ ହେଇଥିବ ଏ ଆଉ। ହାଇବ୍ରିଡ କଦଳୀ ଭଣିଆ ନା ପଚିବ ନା ସଡିବ। ବୋପା 1 ନମ୍ବର ହେଲେ ପୁଅ 10 ନମ୍ବର ଆଉ। ହୁଁ। ତାଙ୍କ ବଂଶ ବଢେଇବୁ ସେ ରହିବ ନା ନାଇଁ। ହୁଁ। ହେଲା। ତମ ବାପା ଯିଏ କେଇ ଭାଇ ସେମିତି ଇଏ ସେମିତି 3 ଭାଇ 3 ଭାଇର ଏ ସବୁ ଶାଖା ମେଲିଛନ୍ତି ହେଲା। ମୁଁ ଆଉ 4 ମୋ ଭାଇ। ମୋର ନିଜର କହିଲେ ତ ମୁଁ ଏକା ବଡ ଆଉ ଫେରେ ଏତେ କଥା କାଇଁ କହିଲେ। ହଁ। ଏମିତି କଥା ହଁ ସିଏ ଯେମିତି 4 ଭାଇରେ ତମର ବହୁତ କୁଟୁମ୍ବ ହଉଥିବେ ନା ନାଇଁ। ଆମର କିନ୍ତୁ ମାନେ କଣ ସବୁ ଗୋଟାଏ ମା। ତମର ଗୋଟାଏ ମା ଇଏ ବା ଗୋଟାଏ ମା ର 3 ପୁଅ 4 ପୁଅ ଏମିତି ସବୁ। ଗୋଟାଏ ମା ର 4 ପୁଅ 3 ଝିଅ। ହୁଁ। ମାନେ ଟୋଟାଲ ଆଉ ଗୋଟେ ଫାଷ୍ଟ ଯୋଉଟା ଜନ୍ମ ହେଇଥିଲା ସେଇଟା ଝିଅଟେ ଜନ୍ମ ହେଇଥିଲା ମରିଗଲା। ହୁଁ। ତାପରେ ଆଉ 7ଟା ଅଛନ୍ତି। ମରିଗଲା ନା ତାକୁ ମାରି ଦିଆଗଲା ବା। ଏ ମାନେ କଣ ତାକୁ ରୋଗ ଜନ୍ମରୁ ରୋଗ ତାକୁ ଥିଲା। ହଁ ହଁ ସେ ବାହାରେ ଅଛି ଆଉ ସେତିକ ନେଇଯାଉ ବାହାରେ ଅଛି ହଁ। ରୋଗ ଥିଲା 5 ନା ମାନେ 5 ବର୍ଷ ନା ନା କଣ ମୁଁ ହେଇଥିଲା ପୁରେଇ ମରିଗଲା। ଦେଇଛି ବାଲ୍ଟିରେ। ହାଲୋ। 5 ବର୍ଷର ନା କଣ ହେଇଥିଲା ମରିଗଲା। 5 ବର୍ଷର ଏଡେ ବଡ଼ ସାଇଁ ମରିଗଲା। ହଁ। ହେ କୁହନି କୁହନି ଭାରି ଦୁଃଖ ଲାଗୁଛି ଲୋ ମାଲୋ। ଆଉ ଏଇଆ ହଉଛି ଘଟଣା। 5 ବର୍ଷ ମାନେ ସେ ଟିକେ ଚାଲିଲା ଇଏ ଭଳିଆ ମାନେ ଜାଣିଲା ଭଳିଆ ହେଇଯିବ ମାନେ ସେ ଦ୍ଵିତୀୟ ତୃତୀୟରେ ପଢିଲା ଭଳିଆ ଆଉ ନା। ହଁ। ଏଡେ ବଡ଼ ପିଲାଟା ଏବେ ଫେରେ ରୋଗ ଆଇଲାଣି। ହେ ବାଳ ରୋଗ। ଖାଇନି। ଏଇବା ଭାତ ଡାଲି ଶାଗ ଭଜା ହଁ କୁଆଡେ ଯାଇଥିଲ? ପଇସା ଡିପୋଜିଟ ହେଇଗଲା? କାଇଁ ମ୍ୟୁଟ ପକେଇଦେଲ ହେଇରେ। କାଇଁ ମ୍ୟୁଟ କାଇଁ ପକେଇଲ? ବଢିଆ ମଝିରେ ମଝିରେ ମ୍ୟୁଟ ପକେଇ ଦଉଛ ମତେ ଯେତେବେଳେ କହୁଛ। ହାଲୋ। ତମେ ମ୍ୟୁଟ ପକେଇ ଦଉଛ ମୁଁ ପକେଇଲା ବେଳକୁ ମୋର ଦୋଷ ନୁହଁ। ହଁ ମୁଁ ଆଳୁ ଚଟଣି କରି ପଖାଳ ମୁଁ ମ୍ୟୁଟ କରିଥିଲି। ଆଉ ନାଇଁ ଆଡେ କଥା ଜ ହଉଛି ହଁ। ଜମା ଛଇତି ମଇତି କାଢନି ମତେ ପୁଣି ଶିଖେଇବ ମ୍ୟୁଟ କଣ ଅନମ୍ୟୁଟ କଣ ଆଁ ହେଇରେ। ଏଆରେ ଶାଶୁ ସାଙ୍ଗରେ କଥା ହଉଛ ମତେ ମାନେ ମ୍ୟୁଟ ପକେଇ ଦଉଛ। ଶାଶୁ ନୁହଁ ବେ। ଆଉ କିଏ ସେ? ଯା ଟା ହବ ସେ ଯା ଫେରେ ଆମ ମାନେ ଆମ ଏ ହିସାବ ଡବଲ ହିସାବ ସେ ହବ। ଉଁ ହୁଁ ମାଙ୍କ ଘର ହିସାବରୁ ଡବଲ ହିସାବ ହବ। ହୁଁ। ଏ ସବୁ ଲଭ ମ୍ୟାରେଜ କରୁଛନ୍ତି ଆଉ ଯିଏ ଭଉଣୀ ହବ ସେ ମାଇଁ ହବ ସେ ମାଇଁ ହେଲେ ସିଏ ଫେର ଭାଉଜ ହବ ଏମିତିଆ କଥା ତାଙ୍କର ସବୁ। ଉହୁଁ ଏଇଠି ହେ ଶୁଣୁଛ ସେ ଆର ହିସାବ ମୋର କିଏ ମନେ ରଖିବ। ଏଇଠି ଶୁଣୁଛ। କଣ କହୁନ? କଣ ଦିଟା ଖାଇଦବ କି? ତମର ଦିଟା ଖାଇଦେବି କି? ହୁଁ। ନା ସେଠି କୋଶ୍ଚିନ ମାର୍କ ଗୋଟେ ଆସିଯାଉଛି। କଣ ପାଇଁ? ଆଉ କଣ ପର ମାଇକିନା ପର ସ୍ତ୍ରୀ ତାକୁ ମୁଁ କାହିଁ ଇଏ କରିବି। ଏମିତି କଥା କାଇଁ କହୁଛ ମତେ? ଆଉ କଣ ମତେ ନିଜକୁ ଖରାପ ଲାଗିବନି। କହିଲେ ତ ମତେ ବି ଖରାପ ଲାଗୁଛି।
ନାଇଁ ଖାଇବି, ସବୁ ଖାଇବି, ପରମାଗିନେ ହବ ଯେ ଖାଇଦେବି। ମୁଁ ତ କହୁଛି ଅଳ୍ପ ଅଳ୍ପ ଖାଇବା, ଆଗ ହଠାତ୍ ସବୁ ଖାଇବନି। ବାନ୍ତି ଉଛାଳ ହବ ଫେର ମୁଁ ନା ମାନିବି। ସେପଟେ ବୋଉ ଆସିବ। ହୁଁ ବୋଉ, କୋଉ ବୋଉ? ମୋ ବୋଉ। ଅ ମେସିନ୍ ଟା ଯତ୍ନ ନଉନି, ମେସିନ୍ ସବୁ ନାଗିକି କଣ ହେଇଗଲାଣି। ହୁଁ ସାଡେ ଗଲି ମେସିନ୍ କାମ କିଏ କରୁଛି? ବାପା ଖଡ 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 କରି ଯୋଉ ସିଲେଇ କରି ପକଉଛି, ସବୁ ମୁଁ ସବୁ ସିଲେଇ ସେଇଥିପାଇଁ ମୁଁ କରିଦଉଛି। ଭାବିଥିଲି ଆଜି ମୋର ଆସିବ, ମୁଁ ବ୍ଲାଉଜ ଟା ସିଲେଇ କରିଦେବି, ତିଆରି କରି ପିନ୍ଧିବି ଆଉ। ହୁଁ ହଁ, ସବୁ ସାରିଦେଲା ଇଏ। କିଏ ସାରିଦେଲା? ସେଇ ମୁଇଁ ଯିଏ ଆଣିଥିଲା। କି ମୁଁ? ନା, ଆଉ ସିଏ। କିଏ ସିଏ? ଯିଏ ତମକୁ ଆଣିକି ଦେଲା। ମାନେ ଓ ଯୋଉ ଇଏ ଫ୍ଲିପକାର୍ଟ କଥା କହୁଛ? ହଁ ଆରେ ଶୁଣ, ତମେ ମତେ ଫଟୋ ପଠେଇଲ, ମୁଁ ସେ ଫଟୋ କଣ ଏ ଯୋଉ ସ୍କାନର ଅପସନ ଯୋଉ ନାହିଁ, ମାନେ ଫ୍ଲିପକାର୍ଟ ହଉ, ମିଶୋ ହଉ, ସେ ଆମାଜନ ହଉ, ହଁ। ମୁଁ ସେଇଥିରେ ସେ ଫଟୋକୁ ମାରିଦେଲି, ସେ ଶାଢୀ ପଳେଇ ଆଇଲା। ମତେ ଦିଶିଲା ସେଇ ବାଗିଆ ଶାଢୀ, କିନ୍ତୁ ମୁଁ ହେଲେ ଦେଖିଲା ବେଳକୁ ତମେ ଯୋଉ ଶାଢୀ କଥା କହୁଥିଲ, ସିଏ ସେ ଶାଢୀ ନୁହଁ, ସେ ହଉଛି ଆଉ ଗୋଟେ ଶାଢୀ। ମାନେ ଯୋଉ ଗୋଟାକ ଆସିଛି, ସେଇ ହିଁ ଶାଢୀ। ଇଏ ସେଇ ଶାଢୀ? ଯୋଉଟାକ ତମକୁ ଫଟୋ ପଠେଇଲିନି, ସେଇ ହଁ। ଶାଢୀ ହିଁ ମୁଁ ମଗେଇଛି। ଆଉ ମୁଁ ଏତେ କଥା କେମିତି ଜାଣିବି? ମୁଁ ତମେ ଦେଖିଲ ତା କଲର ଆ କଲର ଦେଖ ତ, ସିଏ ତ ରେଡ କଲର ଫିକା ହଉଛି। ଆରେ ଇଏ ସେଇ ମତେ ଲାଗିଲା ସେଇ ପିଇକି, ମୁଁ କହିଲି ରେଡ ହେଲେ ତ ଚଳିବ, କିଛି ଅସୁବିଧା ନାହିଁ, ମୁଁ ମଗେଇଦେଲି। ଏ ଭଳିଆ ଦେଖିଲା ବେଳକୁ ତମେ ଯୋଉ କହିଲ ଇଏ, ତମେ ତ ଲିଙ୍କ ପଠେଇବନି, ତମେ ପଠେଇବ ଫଟୋ ସ୍କ୍ରିନସଟ ମାରିକିରି। ହୁଁ। ଆଉ ମୁଁ ଜାଣିବି କେମିତି? ମୁଁ ସେଇଆକୁ ଦେଖିକି ସେ ଫଟୋ ମାରିକିରି ଇଏ କରିଦେଲି, ସେ ଯାହା ଆସିଲା ମୁଁ ସେଇଆ ମଗେଇଦେଲି। ହଉ, ଆଉ ଭଲ କରିଛ। ତାକୁ ହେଲେ ପୁଣି ରିଟର୍ନ ପକେଇ ଦେଇଛି, ସେ ଭଣିଆ କାଲି ଆସି ନବ। ଆଉ ଫେର ଯିବ କେତେବେଳେ ସାଡୁକୁ? ହଁ, ଗୋଟେ ପଦରେ ଖାଇ ପିଇକିରି ଯିବି ଆଉ। ମୁଁ କିନ୍ତୁ ପକେଟରେ ପଶିବି, ତମେ ତା ସାଙ୍ଗେ କଥା ହବ, ନହେଲେ ହାଣିଦେବି ତମକୁ, ଅଗଲ ବଗଲ କଥାବାର୍ତ୍ତା କଲେ। ହାଣିଦବ? ହଁ। ହଉ ଯାହା କରିବ, ମାରିଦବ ଯଦି ମାରିଦବ, ବଞ୍ଚେଇକି ରଖିବ ଯଦି ନାଇଁଲୋ କାଇଁ ବଞ୍ଚେଇକି ରଖିବ। ମାରିବି ତମକୁ, ନା ମାରିବିନି। ହ୍ୟାଲୋ। ଯାହା କରିବ ମୁଁ ବି ତମ ସତରେ ଜାଣିଲ, ମୁଁ ବି ପାନ ଖାଇବା ଅଭ୍ୟାସ ହେଇଗଲାଣି ଲୋ। କାହିଁକି? ମୁଁ ଅଭ୍ୟାସ କରିସାରିଲାଣି, ସେ ଦିଦି ଖୁଡିଆଣିଟା। ହୁଁ। ସେ ଜଷ୍ଟ ଖାଇସାରିଲେ ନିଅବା, ଛୁଆ ମାନେ ସବୁ ନିଅବା, ପାନ ଖଣ୍ଡେ ଖାଅ, ଗୁଆ ମିଠା ଇଏ ସିଏ ଦେଇଦବ, ଚାଲିଲା ଆଉ। ସେ ସଞ୍ଜ ବୁଡିଲେ, ହୁଁ ଚାହା ଆମେ ପିଉ, ତା ମାନେ କଣ ସବୁବେଳେ ଗୋଟେ ଅଭ୍ୟାସ ହେଇଯିବନି? ହୁଁ ସେ ସବୁବେଳେ ପିଆଜି ପକୁଡି, ବରା, ବିସ୍କୁଟ ଯାହା ପାଇବ ହେଲା ଆଣିବ। ହୁଁ। କହିବ ଚାହା ସେଇଠି ଗୋଟେ ଦୋକାନ ଅଛି, ସେ ଗୋଟେ ବୁଢା ଟା ଦେଲେ ବଢିଆ ଚାହା ଦିଏ, ଆଉ ଗୋଟେ ଟୋକାଟା ତା ପୁଅ ଦେଲେ ଯେମିତି ପାଣିଚିଆ ଚାହା ଦବ, ମତେ ଭଲ ଲାଗେନି ଆମକୁ। ହୁଁ ସେ ବୁଢା କରିଦବ ଆମେ ଆଣିବୁ, ହୁଁ ଯଦି କହିବେ ରୁହ ରୁହ ଚାହା ପିଇକି ଯାଅ ଖାଇଦେଇକି, ମୋର ଇଚ୍ଛା ହେଲେ ମୁଁ କଣ ଖାଏ, ନହେଲେ ଚାହା ପିଇ ଅଭ୍ୟାସ ହେଇଗଲାଣି, ଚାହା ଟିକେ ସଞ୍ଜ ବୁଡିଲେ ନ ପିଇଲା ବେଳକୁ ମୋ ମୁଣ୍ଡ ଖରାପ। ହୁଁ। ହେଲା। ତାପରେ ମୁଁ ତମକୁ ମଦ ପିଇବା ଅଭ୍ୟାସ କରେଇଦେବି, ଡେଲି ରାତିକି ଗୋଟେ ଗୋଟେ ପିଇବ। ହଁ ପିଇବି, ସତରେ ଶିଖେଇଦବ ତ। ଆଁ ହଁ ଭାଇ ହଁ। ଶିଖେଇଦବ। କାଇଁ ସେଗୁଡା ପିଇବ? ନାଇଁ ମୁଁ ଶିଖିବି, କାହିଁକି ନା ମୁଁ ଯେତେବେଳେ ଟେନସନରେ ରହୁଛି, ମୁଁ କଣ କରିବି? କଣ ତମ ଟେନସନ ହଉଛି? ନାଇଁ ସିଏ ଯୋଉ ଟେନସନ, ମୁଁ କିନ୍ତୁ ମଦ ଟିକେ ପିଇଦେଲେ ପୁରା କୋଉ ଟେନସନ କହିଲ ମତେ ଖାଲି? ଶୁଣ, ବୁଝିପାରୁନ, ତାର ମୋର ଝଗଡା ସିଏ ଗୋଟେ ଟେନସନ। ହୁଁ ତମର ମୋ ଝଗଡା ସିଏ ଗୋଟେ ଟେନସନ। ହୁଁ। ତାପରେ ଆଡୁ ସାଡୁ ଗୋଟେ ଚିନ୍ତା ମୁଣ୍ଡରେ ପୁରେଇଲା ବେଳକୁ, ମୁଁ ଯେମିତି ମୁଁ ମୋ କାମରେ ଆଇଲି, ଖାଇ ପିଇବି ଶୋଇବି, ବାସ୍ ଟେନସନ ନବାର ନାହିଁ। ଦିଟା ଘଇତା କଲେ ଟେନସନ ତମେ ନବନି ଆଉ କିଏ ନବ? ବାଳ ଟେନସନ ନେବି ନା, କାହିଁ ମୁଁ ତା ବାଳ ଟେନସନ ନେବି, ମୁଁ ମୋର ଏବେ ଯୋଉ ଶୁଣ ବର୍ତ୍ତମାନ ଯୋଉଟାକ ଅଛି ସେଇଟା ନେବି। ହୁଁ। ଆଉ ଯୋଉଟା ଭବିଷ୍ୟତ ପାଇଁ କି ସେଇଟା ମୁଁ ନେବିନି, ହେଲା ବୁଝିଲ? ହୁଁ। ନା ବୁଝିପାରୁନ? ହୁଁ ବୁଝିପାରିଲି। କଣ ବୁଝିଲ ମତେ ଟିକେ ବୁଝେଇଲ? ମୁଁ ଯାହା ବୋଉ ଆସିବ ବୁଝିଲି। ମୁହଁକୁ ଗୋଟାଇ ଦବ। କିଏ? ବୋଉ। କୋଉ ଶାଶୁ? ତମରି। ଓହୋ। କହିବ କଣ ହେଁ ହେଁ ହଉଛୁ? ହୁଁ। କୁଆଡେ ଗଲେ କାଇଁ କାହାର ପାଟି ଶୁଭୁନି ତ, କୋଉଠି ଛାତ ଉପରେ? ଛାତ ଉପରେ। ମେନ ସେଣ୍ଟର ଟାୱାର ଉପରୁ ଚାଲି ଯାଇଛି ଆଉ। ଆଉ ନହେଲେ କଣ ଏତେ ଜୋରେ ତମ ସାଙ୍ଗରେ କଥା ହେଇଥାନ୍ତି ହେଇରେ? ଆ ସେଇ କଥା ମୁଁ ଭାବୁଛି।
ଆଉ ବୋଉ କିଛି ପଚାରୁନି? କଣ ପଚାରିବ? ତୁ କାହା ସାଙ୍ଗେ କଥା ହଉଛୁ କଣ କରୁଛୁ? କଣ ପଚାରିବ? ଥରେ ପଚାରିଥିଲା ନା? ହୁଁ। ଯାହା ବି ସେ ଜାଣିପାରିବନି ନା? ସିଏ କଣ ଜାଣିନଥିବ, ସିଏ ସବୁ ଜାଣିଥିବ କିନ୍ତୁ କହୁନି କିଛି ଆଉ କଣ। କଣ କହିବ ପାଗଳା ମାଗଳା ଲୋକକୁ କଣ କହିବ? ଖାଲି ତ ନିଦ ମାଇଲା କଥା ହେଲା ବେଳକୁ ତମ ସାଙ୍ଗରେ। ଶୋଉନ ଶୁଅ। ଶୋଇବି। ଲାଇନରେ ଅଛି ଶୁଅ। ଶୋଇପଡୁନ। ଲାଇନରେ ରହିବ ମୁଁ ଶୋଇବି। ହୁଁ। କଣ ମତେ ଜଗିବ ସିକ୍ୟୁରିଟି ଗାର୍ଡ ହେଇକି ନା କଣ? ହଁ। ଯେତେ ଦିନ ଥିବି ସେତେ ଦିନ ଯାଏ ହୁଁ ମୁଁ ଡ୍ୟୁଟିରେ ଲାଗିବି। ହୁଁ। ଯେତେବେଳେ ଦିନ ତମର ନଥିବ। ନାଇଁ ମୁଣ୍ଡାରୁ ବାହାରୁଛି। ନାଇଁ ମୁଣ୍ଡାରୁ ବାହାରୁଛି ବା ନା ଜମା ହସଉଛି ନା ସଠି ହସଉଛି ମୁଁ ବୁଝିପାରୁନି। କିଏ ଏ ହସଉଛି? ଷଠି। ସଠିଟା କଣ ମୁଁ? ପାଗଳା ହେଇଯିବ ଲୋକ। ଷଠି ନୁହଁ ସଖୀ। ତାମାନେ ମୁଁ? ହୁଁ। ତମେ ଯୋଉ ବଜାରରେ ଯୋଉ ଚାହା ହଏ ତମେ ପିଅ? କୋଚିତ୍। ଜାଣିଛ ତା ଦେହରେ ନୁହଁ ମଇଁଷି କ୍ଷୀର ପଡୁଛି। ହଁ ସେ କେତେ ପ୍ରକାର ପଡୁଛି ଏ ସାଲା ମଇଁଷି ସବୁ କ୍ଷୀର କି ଡୁପ୍ଲିକେଟ। ମଣିଷ କ୍ଷୀର କିଏ କହିବ? ଏ ସାଲା କଣ କହିଲ ଲାଷ୍ଟକୁ କିଛି ଉପାୟ ପାଇଲେନି ମୋଟା ଚାହା କରିବାକୁ ପାର୍ଲେଜି ବିସ୍କୁଟ ମିଶେଇଲେ। ଆଉ କଣ ପକେଇ କରିବ? ଦଉଛନ୍ତି ସତେ ନା କଣ ବା? ହଁ। କେମିତି କଣ? ପାର୍ଲେଜି ବିସ୍କୁଟ ନହେଲେ ନାହିଁ ସେଇଠୁ ଇଏ କଣ ମାନେ କେମିକାଲ ପାଉଡର ଟିକେ ପକେଇଦେବେ ସେ ଚାହା ପୁରା ମୋଟା ମୋଟା ଯୋଉ ମାନେ ଚାହାର ମାନେ ଦାମ 2 ଟଙ୍କା ନହବ ସେ ଚା ମାନେ ଚାହାକୁ ସେ 10 ଟଙ୍କାରେ ବିକିବେ। ହଁ ହଁ ଫେରେ ମାଟି ଗିଲାସରେ। ହଁ। କୁହନା କୁହନା ସେ ଗିଲାସର ଦାମ ଫେରେ 5 ଟଙ୍କା ହେଇଥିବ ଚା 5 ଟଙ୍କା 10 ଟଙ୍କା ଏ ଦିଅ। 5 ଟଙ୍କା କାହିଁକି ଶଳା ତମେ ଯଦି ମାନେ ଡାଇରେକ୍ଟ କଣ ମାନେ ତିଆରି କରୁଛନ୍ତି ଯୋଉ କଣ ତାଙ୍କୁ କହନ୍ତି କଣ କୁମ୍ଭାର ନା କଣ? ହଁ। ତାଙ୍କ ପାଖରୁ ଡାଇରେକ୍ଟ ରେ ମାନେ ଯଦି କିଣିବ ଗୋଟା ସିଏ ମାନେ କେତେ ଟଙ୍କେ 50 ପଇସା ସିଏ ପଡିବ। କୁମ୍ଭାର କଣ ମୁଁ ବା ନିଜେ ତିଆରି କରୁଛି। ତିଆରି କରୁଛ ହଁ ଟଙ୍କେ 50 ପଇସା ରୁ 2 ଟଙ୍କା ମାକ୍ସିମମ୍ ପଡିବ ସିଏ। ହଁ ଆଉ ପୁଣି ଫେରେ ଚାରିଟା ଗିଲାସକୁ ଟଙ୍କାଏ ନେଖା ବିକ୍ରି କରୁଛନ୍ତି ସେ। ହଁ। କିଏ ଭାଙ୍ଗି ଯାଇଛି କିଏ କୁଜା ହେଇଯାଇଛି ସେ ଗୋଟେ ମେସିନ୍ ଅଛି ତେଲ ଯୋଉ ପୋଡା ମୋବିଲ ମାରିକି ଇଏ କରିଦବ ମେସିନ ରେ ଚାପିଦବ। ହଁ ଯେମିତି ସିଏ ହଉଛି ସବୁ ସିଏ ହୁଁ ସବୁ ଅଛି ଜଣା କିନ୍ତୁ ଏଇଟା ଶୁଣ ତାକୁ ନେଇ ଆଣି ଥୋଇ ପାରିଲେ ହେଲା ସେଗୁଡା ସବୁ ସେରା ସୂକ୍ଷ୍ମ ଜିନିଷ। ହଁ। ସିଏ ହେଇନି ଯେ ତାକୁ ନେଇକରି ଫୋପାଡି ଦେଲ ଗୋଟେ କୋଉଠି ସେ ପଳେଇଲା ଟ୍ରାନ୍ସପୋର୍ଟ ମେନ୍ ହେଇପାରିବନି ତାକୁ ଟ୍ରାନ୍ସପୋର୍ଟ କରିବାକୁ ହେଲେ ନିଜର ମାନେ ଇଏ କରିବା ଦରକାର। ହୁଁ। ଯାହା କରିବ ତାକୁ ତିଆରି କରିବ ଏଇ ଯାହା ଲୋକାଲରେ। ଆଉ ଯଦି ହୁଁ ବାହାରକୁ ପଠେଇବାକୁ ଚାହିଁବ ତାକୁ ସେଇଭଳିଆ ସେଫ୍ଟି ଜିନିଷରେ ତାକୁ ପ୍ୟାକ୍ କରି ସେଇଭଳିଆ ଇଏରେ କରି ତାକୁ ଦବାକୁ ପଡିବ ସେମିତି କଷ୍ଟ ବଢିଯିବ। ହୁଁ ହୁଁ ହୁଁ। ଏଇଆ ହଉଛି ଘଟଣା ଆଉ କଣ ଏଇତ ଜୀବନ ଦକ୍ଷିଣୀ ପବନ କଣ ଆଉ। ହଁ ଏଇତ ଜୀବନ ଆଉ। ଚାରିଧାମ ଆଉ। ଡାହାଣ ଗୋଡଟା କାଇଁ ବିନ୍ଧୁଛି ଜୋରେ। ଭାରି ସେଇଟା ବାତିଆ ଅଧିକା କୋଉଠି ବାଡେଇ ଦେଇଥିଲ କାହାକୁ? ଆଁ ହଁ ବା ବାଡଉଥିଲି ରାତିରେ ତମକୁ ସ୍ୱପ୍ନରେ। ତାପରେ କଣ ହେଲା? ତାପରେ ଆଁ ତାପରେ କଣ ହେଲା? ତାପରେ କଣ ହବ? ଏଇତ ଜୀବନ ଆଉ ତାପରେ ଦକ୍ଷିଣୀ କଣ ପବନ ଆଉ କଣ ହବ ହଁ ତମେ ବି ଶିଖିଗଲଣି। ମୁଁ ବି ଶିଖିଗଲି। ହଉ ଶିଖ। ତାହେଲେ ଠିକ ଠିକ ତାହେଲେ। ହୁଁ। ଠିକ କହିଛ ତମେ। ହଁ। ଆମ ଦିଦି ଯାହା କହୁଥିବେ ମୁଁ ବି ଏଇ କଥା ଡାଇଲଗ ଟା ମାରେ ମୁଁ ଠିକ କହିଛ ତମେ। ହଁ। ଦେଖୁଛ ତମେ କଥା ହେବାକୁ ମତେ କେତେ ହାଇ ମାରୁଛି କିନ୍ତୁ ଯେମିତି ଖଟକୁ ଯିବି ବୁଝିଲ ଯେମିତି କମଳ ଘୋଡି ହେଇକି ଶୋଇଲି ନା ନିଦ ନା ବାଳ କିଛି ମୁଁ ନାହିଁ। ଶୋଉନାହିଁ ଏ ଦିନରେ ଯଦି ଶୋଇବି ନା ମୁଁ ଏକାଥରେ ଉଠିବା ପାଇଁ ମତେ କଷ୍ଟ ଜାଣିଛ ନା ନାଇଁ। ହୁଁ। କଷ୍ଟ ମାନେ ଯୋଉ ଶୀତ ଫିତ କରିବ ଏଇଖା ଯୋଉ ବୋବେଇବ ଓହୋ।
ତୁ ଏମିତି ପୁଅଟେ ସୁନା ମୁଣ୍ଡାଟେ। ମୁଁ ତ ଗୀତ ଗାଉଛି ବାଗ ଲାଗୁନି। ସତରେ ସେ ଦାମୁରି ଗୁରାକ ଯାହା ହଉଛନ୍ତି ସେ ଗୋଟେ ଏଇ ଗୀତରେ ଦେଖିବ ସେ ନଡିଆ ଗଛକୁ ଧରି ନାଚୁଥିବ। ନଡ଼ିଆ ଗଛ ପୁଅ ପିଲା ନାଚୁଥିବ ନଡିଆ ଗଛ ଧରି, ଆଉ କିଛି ତାକୁ ମିଳିଲା ନାଇଁ ଆଉ। ହ୍ୟାଲୋ। କହୁନ। ସେଇ ମାଛ ତିଅଣ ଖାଇବ? ତମକୁ ତ ଆସୁଥିବ। ମତେ ନିଅଣ୍ଟ ନା ମୁଁ ସାଇ ସାରା ବାଣ୍ଟେ। ଗୋଟେ ଗ୍ୟାସ କିଣିବାକୁ ପଡିବ ନା ଷ୍ଟୋଭ ଗୋଟେ କିଣିବାକୁ ପଡିବ କହିଲ? ରୋଷେଇ କରିବା ପାଇଁ। ସବୁ ସୁବିଧା ଅଛି, ବ୍ୟସ୍ତ କାଇଁ ହଉଛ? କୋଉଠି ଗ୍ୟାସ ସେଇଠି କଣ ଅଛି ତା ଘରେ? ଗ୍ୟାସ ଗୋଟେ ଚୁଲା ଯୋଉ ସିଲିଣ୍ଡର ଉପରେ ଯୋଉ ଚୁଲା ବସିଥାଏ ସେଇଥିରେ ଗୋଟେ କିଣିଦେଲେ ହବ। ହଁ ସେଇଗୁଟା କଣ କମ ପଇସା ହେଲାଣି? କଣ କମ ହଁ ମୁଁ ଖାଲି କଣ ମାନେ 1000-1500 ଉପରକୁ ତମକୁ କଣ ବେଶୀ ଲାଗୁଛି ନା କଣ? ମୁଁ ଆଉ କିଛି ବେଶୀ ଲାଗିବନି, ତମେ ବୁଝି ପାରୁନ। ତମେ କୋଉଠି 2-4 ଦିନ ରହିବ ଆଉ ସେଠି ତେଇକିଲ ଚିତା କଟେଇବ ଏତେ ଜିନିଷ। ତା ଠାରୁ ଛୋଟଟେ ନେଇ ଆସିବ 2 ଲିଟ୍ରିକିଆଟେ। ଆଉ କହୁନ ଏଲେ ଚାହିଁଲ ଏଡିକି ଟିକେ ଯୋଉ କଣ କହିଲ ଏ ଯୋଉ ମାନେ ବୋତଲ ଠିପି ଭଳିଆ ଆସିବ। ହଁ ସେମିତିଆ ଅଛି, ମୁଁ ବି ନିଜେ ଆଣିଛି ହେଲା। ହଁ ଅଛି କିନ୍ତୁ ସେଗୁଡା ବେଶୀ ଦିନ ସେଗୁଡା ଯୋଉ ଯୋଉ ସ୍ପ୍ରେ ଯୋଉ ଏଲପିଜି ର ସେ ଯୋଉ ସ୍ପ୍ରେ ବାଲା ଯୋଉ ଆସିବ ତାକୁ ସେମିତି ବୁଲେଇକିରି ତାକୁ ଇଏ କଲେ ସେ ଜଳିବ, କିନ୍ତୁ ହଁ ସେଥିରେ ଅଧିକ ମାନେ ଖର୍ଚ୍ଚ। ସତରେ? ଆଉ ସେଥିରେ ପଇସା ଅଧିକ ଖର୍ଚ୍ଚ ନା ନାଇଁ, ୟା ଦେହରେ କମ ଖର୍ଚ୍ଚ। ଯେତେ ବଡ ଆଣିବ ନା ସେତେ କମ ପଇସା, ତମେ ହେଲେ ଗୋଟେ ହୋଲସେଲ ଠାରୁ ମାଲ ଉଠେଇବ। ତମେ ଯଦି ଗୋଟାଏ ଉଠେଇବ ସେ ତମକୁ କଣ ମାନେ ଯୋଉ 10ଟା ଉଠେଇବ ଯୋଉ ରେଟ ଦବ, ତମେ ଯଦି 5ଟା ଉଠେଇବ ସେଇ ରେଟ ଦବ? ହଁ ଆ ରେଟ ବା 300-400 ଟଙ୍କା। କାହାର? ଏଇ ଯୋଉ ଛୋଟ ଗ୍ୟାସ କଥା କହୁଛି ମୁଁ ହଁ ଆଣିଥିଲି। ଆଉ 500-600 ମିଶେଇଲେ ସେ ଟୋଟାଲ ମାନେ ସେଇଟା ଟୋଟାଲି 1200 କି 1500 ଟଙ୍କା ନବ। 1200 ଭିତରେ ହବ ସେ। ଜଗତସିଂହପୁରରେ ଏବେ ଥରେ ଗ୍ୟାସ ଟାଙ୍କି ନେଇଥିଲା ଜାଣିଛ? କଣ ଜାଣିଛ କଣ ଜଗତସିଂହପୁରରେ? କଣ ହେଇଥିଲା? ଗ୍ୟାସ ଟାଙ୍କି ନାଗିକି ଘର ଫର ସବୁ ଫାଟିଲା, ପୁରା ସବୁ ଲୋକ ଫୋକ ବାହାରିକି ଠିଆ ହେଲେ। ଯୋଉ ମାଷ୍ଟର କ୍ୟାଣ୍ଟିନ ନା କଣ? ହଁ। ସେଇ ଜାଗାରେ। ହଁ ହେଇଥିବ, ଏଇ କଲେକ୍ଟର ଅଫିସ ଆଗକୁ ଯୋଉ ମାନେ ଡାହାଣ ପଟେ ମାଷ୍ଟର କ୍ୟାଣ୍ଟିନ। ହଁ ହଁ ସେଇଠି। ମାଷ୍ଟର କ୍ୟାଣ୍ଟିନ। ହୁଁ। ହଉ ଚାଲୁ ସଂସ୍ଥା ଚାଲୁ, ଯିଏ ଯାହା ଚଲେଇ ପାରିଲା। ମୁଁ ତ ଡାହାଣ ଗୋଡଟା ବିନ୍ଧୁଛି, କଣ ଜଙ୍ଘଟା କାଇଁ ବିନ୍ଧୁଛି ମୁଁ ବି କିଛି ବୁଝିପାରୁନି। ସେଠି କଣ ହେଇଯାଇଛି ଅଧିକା ଇଏ ନାଇଁ ତମେ ହେଇଯାଇଛି। ଭାବୁଥିବ ଝିଲମିଲି ହେଇଥିବ, କିଛି ଝିଲମିଲି ହେଇନି। ଏଇଠି ମାନେ କଣ ମୁଁ ଏ ଏଇଠି ଯୋଉ ବୋଧେ ଗାଡି ଫାଡି ଚଲେଇକି ଆଇଲା ବେଳକୁ ମୁଁ ଏଠି ପାଖାପାଖି ବୋଧେ କେତେ 6 ମାସ ଭଳିଆ ବୋଧେ ହେଇନି ସେମିତି କିଛି। ହଁ ହେଇଥିବ। କିନ୍ତୁ ମାନେ କଣ ତମେ ମାନେ କଣ ଇଏ କରିକି ମାନେ ଇଏ କରିଦେଇଛ, ଠିଆ କରିଦେଇଛ କିନ୍ତୁ ଇଏ ହେଇନି। ହଁ କୁହ। ତମେ ଝିଲମିଲ କରି ଉଠେଇ ଦେଇଛ, କିନ୍ତୁ ମୁଁ ତାକୁ ମାନେ କଣ ମାନେ ନଷ୍ଟ କରିବାକୁ ଦେଇନି। ମାନେ? ଆଉ କଣ? ମାନେ ଟା କଣ ମତେ ବୁଝାଅ। ମାନେ କମ ଥର ମତେ ହଇରାଣ କରିଛ, ମତେ କଣ କୁହ? ଉଠେଇବି ଉଠେଇବି ଏମିତି କହିବ ଯେ ସିଏ ଆଗେ ଉଠିକି ଠିଆ ହେଇଯିବ ପୁରା। ଏବେ ନୁହଁ କି ଦେଖୁନ। ନାଇଁ ଏବେ ନୁହଁ। ଜାଣିଛ ଗୋଟେ କଥା? ହଁ। ମୁଁ ବସିଲେ ନା କାମୁଡିକି ଖାଇଦେବି। ହୁଁ ହୁଁ ଖାଇବ କାମୁଡିକିରି? ହଁ। ମତେ ଲାଗିଲାଣି ତମେ ସିଧା କାଟିକି ତମେ ଝୋଳ ଫୋଳ କରି ଖାଇବ ବୋଧେ। ତମେ ଯୋଉ ଭଳିଆ ହଉଛ। ଛଇ ଛଡେଇ ଦେବି ରହିଥା। ଆଉ ଗଲୁ ଯାଦୁ ଏକାଥରେ ମାରିଦବ। ଆଉ ସ୍କେବିଟାଲ ଆଉ ଲଗେଇବାକୁ ପଡିବନି ବୁଝିଲ। ହୁଁ ଯାଦୁ କାଛୁ କୁଣ୍ଡିଆର କଣ ସହଜ ଉପାୟ ସ୍କେବିଟାଲ ମଲମ। ମନମୋହନ ଯାଦୁ ମଲମ। ଏଇ ଯୋଉ ସରକାରୀ ଯୋଉ ଆଇଲାନି ଯୋଉ ମୋହନ ଚରଣ ମାଝୀ।
ଫାଷ୍ଟ ତ କେତେ କମେଣ୍ଟ ଦେଲେ କହିଲେ ସବୁ କରିକିରି ମନ କହିଲେ ମୋହନ ମନ ଯାଦୁ ଯାଦୁ ମନ ମନ ଆଇଛି। ହଁ ବହୁତ ହସୁଛ ତମେ, ବହୁତ ହସୁଛ। ହସାଉଛ ମୁଁ କାନ ଖାଲି ବାଡେଇ ଦେବି କଣ କୋଉଠି କଣ ହେଇଯିବ ମୁଁ ଯୋଉ ଭଳିଆ ପିଲା ପୁଣି